ताहा परमेश्वर ग्रहण करती नहीं, निजर ग्रहण करती भी अच्छे, निजर ग्रहण करती नहीं भी अच्छे। तेणु मो नकारात्मक सेन्स रे कहबी जे आम निजर जहा परमेश्वर ग्रहण करती नहीं, सेटा कौन कौन बलरे सुन जा फल माथ्यू 16 पर्वर 24 पदरे लिखा होची सुनंदो। जेणु निजको अस्वीकार एभली गोटे निज थाए ताहाको प्रभु ग्रहण करती नहीं। मो आउ मोर एथिरे जेलुसी भी थाए, अर्थात अहंकार, स्वार्थ, गर्व इत्यादि थाए। एई संबंधी निजर परमेश्वर ग्रहण करती नहीं। तेणु प्रभु ये कहले जे किए जब मोर पश्चातगामी हेबा को इच्छा करुची निजको न रखी, निजको स्वीकार न करी, लिस्ट भितरे गौरव सम्मान भितरे निजर को न रखी प्रभु सबु जान। जेणु कहबार कथा होची प्रथम करंती 6 पर्वर 19 आमर निजर किछि नाही लिखा अछि। जेणु मु हेउ किंबा आपण माने होंदु, आपण मानकर ज्ञान हो, टैलेंट हो, बल हो, धन हो, सब आपणकर नुह परमेश्वर। जणे ही दाबी करि परिबे मोर बोली परमेश्वर के ही दाबी करि परिबे। कारण जेते बेले मंदिर निमंते स्वेच्छादान आदाय हैला जानिचंती, जेते बेले समागम तंबु निमंते आदाय हैला इमिति आदाय हैला जे सेटा प्रांतर रे चालुथिबा कुड़िया घरे रही चालुथिबा बेले लोक इमिति दान कले जे नोटिस दिया गला आउ दान आण नहीं। प्रेज द लॉर्ड। एआउ मु अनुभव करे मनोबल होची, मनोबल अर्थ आनी दिए। से शब्द को प्रथम वंशावली 29 पर्वर 16 देखो दाऊद कौन बोली कहउछिन। लोक माने आनी देले सुना गहना गोरु गाई इत्यादि जहा चाहिए ताहा आनी देले, किंतु ताको कौन बोली कहा जाउछि? अणतीस 16 19 सब जहा आपणकर प्रिय भाई बहन मारे पुओ झे माने जहा मोर परमेश्वर आउ काहर आमर। मात्र देखो जीशु जते बड़े जगत को आसिले सबु तांकर, किंतु से जनकर जिनस रे आरंभ रु शेष पर्यंत व्यवहार करे। जनकर गुहाल कुंडरे जो आदर्श देखैचंदी केबे भी केही करि परिबो नाही, संभव न। केवल गुहाल कुंडर सहित ताहा न अन्य लोकंगर डंगारे डंगा को निजर जान को व्यवहार करना जनकर डंगा आउ जनकर रोटी माछ देखंतु को आदर्श से देखैचंदी आम भाई प्रभु जते बळे टंका को व्यवहार करचंदी 2 टंका
ଅଦୁଳି ପଇସା କୁ ବ୍ୟବହାର କରୁଛନ୍ତି, ଲାକ୍ସ କୋଟି ବ୍ୟବହାର କରିନାହାନ୍ତି। କେମିତି ହେଇ ନିଜକୁ ପ୍ରତିଷ୍ଠା କଲେ ଦୁନିଆରେ ତାହା ଆମ ପାଇଁ ଆଶ୍ଚର୍ଯ୍ୟ। କେବଳ ତାହା ନୁହେଁ, ଜଣଙ୍କର ଗର୍ଦ୍ଧ ବି ଶାବକରେ ସେ ନିଜକୁ ଚଳେଇଲେ, ସଫଳ କଲେ। ଆଉ ଶେଷରେ ଜଣଙ୍କର ଖନିତ କବରରେ ଶେଷ ପର୍ଯ୍ୟନ୍ତ ତାଙ୍କ ନିଜର ବୋଲି କୌଣସି ବିଷୟକୁ ଦେଖେଇ ନାହାନ୍ତି, ଆଉ ପ୍ରତିଷ୍ଠା କରିନାହାନ୍ତି, ଯଦି ବା ସବୁ ତାଙ୍କ। ତେଣୁ ଆମେ ମୋର ବୋଲି ପରମେଶ୍ୱରଙ୍କ ସାକ୍ଷାତରେ କିଛି କହିବାର ଅଧିକାର ନାହିଁ। ଅନ୍ୟ ସାକ୍ଷାତରେ କହିପାରେ ଏଟା ମୋର, ଈଶ୍ୱରଙ୍କ ସାକ୍ଷାତରେ କହିବାର ଅଧିକାର ନାହିଁ। ପ୍ରଭୁ ସବୁ ତୁମ। ଆଉ ସେତିକି କେବଳ ନୁହେଁ, ସମ୍ପତ୍ତି ଉପରେ ମୋର କହିବା କଥା ବୋଲି ମୁଁ କହୁନି। ଆଉ କିନ୍ତୁ ଆହୁରି କଣ ମାନେ ଉପଦେଶ 7 ପର୍ବର 16 ଆପଣା ଉପରେ। ଆପଣାକୁ ନିଜ ଏବଂ ନିଜର ଏବଂ ନିଜକୁ ପରମେଶ୍ୱରଙ୍କ ସାକ୍ଷାତରେ, ମଣ୍ଡଳୀ ସାକ୍ଷାତରେ ଜ୍ଞାନୀ ପ୍ରତିଷ୍ଠା କରିବାକୁ। ଉପଦେଶ ଛଳରେ କି ମନ୍ତବ୍ୟ ଛଳରେ କରିବାକୁ ହବନି। ନମ୍ରତା ସ୍ୱୀକାର କରିବା ଦରକାର। ଏଣୁ ଏଇଭଳି ଆପଣାକୁ, ଏଭଳି ନିଜରକୁ ପରମେଶ୍ୱର ଗ୍ରହଣ କରନ୍ତି ନାହିଁ ପ୍ରିୟ ଭାଇ ଭଉଣୀମାନେ। ଯେଣୁ ମୁଁ ଜ୍ଞାନୀ ଆପଣମାନେ ଅନୁଭବ କରିବାର ଅଛି, ମୁଁ କହିବା ଜରୁରୀ। ମୁଁ ଧାର୍ମିକ ଆପଣ ଅନୁଭବ କରିବାର ଅଛି, ଆପଣ ଧାର୍ମିକ ଜ୍ଞାନୀ ଆମେ ଅନୁଭବ କରିବାର ଅଛି, ଆଉ ଗାଁ ଅନୁଭବ କରିବାର ଅଛି। ଆମେ କହିବା କିଛି ଦରକାର ନାହିଁ। ତେଣୁ ପ୍ରଭୁ ଗୋଟେ କଥା କହିଲେ, ଯେଉଁମାନେ ନିଜର ନ କରି ଈଶ୍ୱରଙ୍କର ଅନୁବର୍ତ୍ତୀ ହୁଅନ୍ତି। ଯିଶାୟ 58:13 ଦେଖନ୍ତୁ କଣ କଣ ନିଜ ଅଭିଳାଷ ନମ୍ବର 1 ନ ଥିବାର ଅଛି। ଆଉ ନିଜ କାର୍ଯ୍ୟ, ନିଜ ସୁଖ, ଆଉ ଗୋଟେ ନିଜର ଅଛି, ନିଜ କଥା ନ କହି ତେବେ ଗ୍ରହଣ ଯୋଗ୍ୟ ସେ। ନିଜ କଥା ଆମେ ପ୍ରଚାର କଲା ବେଳକୁ, ଉପଦେଶ ଦେଲା ବେଳକୁ, ଦରକାର ପଡ଼ିଲେ ଆମର କଥାକୁ ଆମେ ପ୍ରତିଷ୍ଠା କରୁଥାଉ, ତା କିଛି ଜରୁରୀ ନୁହଁ, କିଛି ଜରୁରୀ। ଟେଷ୍ଟିମନି ହିସାବରେ କୁହାଯାଏ, କିନ୍ତୁ ସତର୍କ ହେବାର ଅଛି। ସତର୍କ 1 କରନ୍ତି 6 ପର୍ବର 25 ପଦରେ ପାଉଲଙ୍କୁ ବ୍ୟବସ୍ଥା ଦତ୍ତ ହେଉଥିଲା, କିନ୍ତୁ ସେ କଣ ଶବ୍ଦ ବ୍ୟବହାର କରୁଛନ୍ତି ଶୁଣନ୍ତୁ। ନିଜର କଥା କହିବାକୁ ଗଲା ବେଳେ 7 ପର୍ବ, ହଁ 7:25 କୁମାରୀ ମାନଙ୍କ ବିଷୟରେ ମୁଁ କୌଣସି ଆଦେଶ ପାଇ ନାହିଁ। ନିଜର ମତ ଦେଲା ବେଳକୁ କେୟାରଫୁଲି, ବୁଝିପାରିଲେ ଆଜ୍ଞା? ଅନେକ ସମୟରେ ମିକ୍ସ ହେଇଯାଏ। ପ୍ରାୟ ପୁଲପିଟ ଚଢିବା ଲୋକଙ୍କ ପାଇଁ ଏ ଫାନ୍ଦ ଥାଏ। ନିଜର କଥାରେ ମେସେଜକୁ ଉପସ୍ଥାପନ କରିବା ଥାଏ। ତେଣୁ ପାଉଲ କହିଲେ ନିଜର ମତ ପ୍ରକାଶ କରିବାକୁ ଯାଇ ସତର୍କରେ ମାପି ଜପି କଥାବାର୍ତ୍ତା କରୁଛନ୍ତି। ମୁଁ ନିଜ ମତ ପ୍ରକାଶ କରିଛି, ଏଟା ପ୍ରଭୁଙ୍କ ଆଜ୍ଞା ନୁହେଁ। ତେଣୁ ପ୍ରିୟ ଭାଇ ଭଉଣୀମାନେ, ଯେଉଁମାନେ ନିଜ ମତ, ନିଜ ଭାବ ବିଚାର ଆଉ ଉପସ୍ଥାପନ କରନ୍ତି, ପ୍ରୟୋଗ କରନ୍ତି, ରୋମୀ 1 ପର୍ବର 22 ଦେଖନ୍ତୁ ସେମାନେ କି ପ୍ରକାର। ଥ୍ୟାଙ୍କ ୟୁ। ଯେଉଁମାନେ
ନିଜକୁ ଜ୍ଞାନୀ ଦେଖେଇବେ, ନିଜକୁ ଯୋଗ୍ୟତା ଦେଖେଇବେ, ନିଜକୁ ରାଇଟ ପୋଜିସନରେ ସବୁବେଳେ ରଖିବେ। ମୋର ଦୁର୍ବଳତା ଆପଣ ଦେଖୁଥିବେ, ମୁଁ ସେଟା ଜାଣି ନ ପାରିବାର ବହୁତ ଅଛି। ସେମାନେ ମୂର୍ଖ ହେଲେ। କେବଳ ସେତିକି ନୁହେଁ, ରୋମୀ 10:3 ଦେଖନ୍ତୁ, ନିଜ ଧାର୍ମିକତା ସ୍ଥାପନ। ଏଣୁ ଫେଲୁର ସେମାନଙ୍କର ସ୍ପିରିଚୁଆଲ ଲାଇଫ ଫଳହୀନ। ନିଜର ସ୍ଥାପନ କରିବାରୁ, ନିଜର ଭାବ ବିଚାର, ନିଜର ମତ, ନିଜର ଥଟ୍ସ କୁ ଆମେ ରଖିବାରୁ କେବଳ ଈଶ୍ୱରଙ୍କର ଯାହା ତାହା। ଆଜିଠାରୁ ନିଜକୁ ଅସ୍ୱୀକାର କରି ହବକୁ 1:7 ସେମାନଙ୍କର ସବୁ ଚିନ୍ତାଧାରା ନିଜ ଠାରୁ ଲେଖା ଅଛି, ଈଶ୍ୱରଙ୍କ ଠାରୁ ନୁହେଁ। ଯେଣୁ ନିଜର ଭାବ ଅନୁସାରେ ଗୌରବ ପ୍ରତିଷ୍ଠା କରିବାର ମତଲବ କେବେ ଆଣିବାକୁ ହବନି। ପରମେଶ୍ୱରଙ୍କୁ ପ୍ରତିଷ୍ଠା କରିବାର ଅଛି, ପରମେଶ୍ୱରଙ୍କ ଗୌରବ ଆଣିବାର ଅଛି। ପାରୁ ପର୍ଯ୍ୟନ୍ତ ତେବେ ଆପଣଙ୍କ ଗୌରବ ପରମେଶ୍ୱର କରିବେ, ଆପଣଙ୍କ ସମ୍ମାନ ପରମେଶ୍ୱର କରିବେ, ଆପଣଙ୍କୁ ପରମେଶ୍ୱର ଉନ୍ନତ କରିବେ, ଆଶୀର୍ବାଦ କରିବେ। ଯେବେ ଆମେ ନିଜକୁ ଛାଡ଼ି, ନିଜକୁ ଲୁଚେଇ ପରମେଶ୍ୱରଙ୍କୁ ପ୍ରତିଷ୍ଠା କରୁଛୁ। କାରଣ ଶେଷ କଥା କହିବି, ପ୍ରକାଶିତ 18:5-6 ନିଜର ଯୋଉମାନେ ତାର ପରିଣାମ କଣ, କେମିତି? ସେ ଯେପରି ଆପଣ ଗୌରବ କରିଅଛି ବୋଲି ଗୋଟେ ଅଛି, ସେ ମତେ ନା, ହଁ ଜାଣି ରଖନ୍ତୁ, ନିଜ ଗୌରବ ପ୍ରତିଷ୍ଠା କରିବାର ଭୟଙ୍କର ପରିଣାମ, ଭୟଙ୍କର ଦଣ୍ଡ, ଯନ୍ତ୍ରଣା ଆସିବ ନିଜର ଗୌରବ କରିବାରେ। ତେଣୁ ଖ୍ରୀଷ୍ଟିଆନ ଜୀବନର ସମସ୍ତଙ୍କର କର୍ତ୍ତବ୍ୟ ପ୍ରଭୁଙ୍କୁ ସବୁ ଜାଗାରେ ପ୍ରତିଷ୍ଠା କରିବା, ନିଜକୁ ନୁଚେଇ ପରମେଶ୍ୱରଙ୍କୁ ରଖିବା। ତାହେଲେ ପ୍ରଭୁ ତାଙ୍କୁ ନୁଚେଇବେ ନାହିଁ। କୋଉଠି ନୁଚେଇବେ? ପ୍ରଭୁ ତାଙ୍କୁ ପ୍ରକାଶ କରିବେ। ଆମେ ଯେବେ ପ୍ରଭୁଙ୍କୁ ପ୍ରକାଶ କରୁ, ପ୍ରଭୁ ତାଙ୍କୁ ପ୍ରକାଶ କରିବେ। ତେଣୁ ଆସନ୍ତୁ, ଶେଷ କାଳରେ ଆମେ ଏପରି ପ୍ରସ୍ତୁତ କରିବା, ବର୍ତ୍ତମାନ ଯାହା ଆମେ ଅନୁଭବ କରୁଛୁ ଯେ ବାକ୍ୟ ଶୁଣା ହଉଛି, ପ୍ରଚାର ହଉଛି, କିନ୍ତୁ କାର୍ଯ୍ୟକାରୀ କଷ୍ଟକର ହେଇପାରେ। ଆମେ ଦାୟୀ, କେହି ଦାୟୀ ନୁହେଁ। ସେତେବେଳେ ମୁଁ ଉଦାହରଣ ଦେଇଥାଏ, କୁକୁଟି ଛୁଆ ମାର ବକ୍ଷରେ ଛୁଆ ହେଲେ, ମାର ବକ୍ଷରେ ବଢିଲେ, କିନ୍ତୁ ଅଣ୍ଡା ଦେଲା ବେଳକୁ ଯୋଉଠି ସେଠି ଦେଉନାହାନ୍ତି, ଜାଗା ଖୋଜୁଛନ୍ତି। ତା ମା ଯେତେବେଳେ ଅଣ୍ଡା ଦେବାକୁ ଜାଗା ଖୋଜୁଥିଲା, ସେ ଛୁଆ ମାନେ କଣ ଥିଲେ କି? ଆସିଲା କୋଉଠୁ ଏ ଜ୍ଞାନ? ଘର ଚଟିଆ ପକ୍ଷୀ। ଛୁଆ ମାନେ ଅଣ୍ଡା ନ ହଉଣୁ ତା ମା ବସା ଘର କରି ଅଣ୍ଡା ଦେଲା, ଛୁଆ ଦେଲା। ଛୁଆ ମାନେ କୋଉଠି ଥିଲେ? କେମିତି ଶିଖିଲେ? ସେମାନେ ବି ଦଉଛନ୍ତି। এটা হচ্ছে ଗୋଟେ ପ୍ରାକୃତିକ ଜ୍ଞାନ, ସେଟା ଆମ ପାଖରେ ରହିବାର ଅଛି, ତାକୁ ଆମେ ଦୃଢ଼ କରିବାର ଅଛି ଯେ ଈଶ୍ୱରଙ୍କ ସେବାରେ ଆମର ପ୍ରକୃତି ହିସାବରେ ନିଜକୁ ପ୍ରତିଷ୍ଠା ନ କରି ପରମେଶ୍ୱରଙ୍କୁ ପ୍ରତିଷ୍ଠା କରିବା ପାଇଁ ପ୍ରଭୁଙ୍କ ଦିନ ସନ୍ନିକଟ। ତେଣୁ ଆସନ୍ତୁ ପ୍ରିୟ ଭାଇ ଭଉଣୀମାନେ, ଆମେ ନିଜକୁ ଯେତେ ଭାଙ୍ଗିବୁ, ଯେତେ ଶୂନ୍ୟ କରିବୁ, ପରମେଶ୍ୱର ସାକାର କରିବେ, ପରମେଶ୍ୱର ଆକାର କରିବେ। ପ୍ରଭୁ ସମସ୍ତଙ୍କୁ आशीर्वाद करंतु। धन्यवाद। प्रभु को विशेष महानामर धन्यवाद हो। प्रभु को महान दास